ଦେଶବନ୍ଧୁ ଦେଶବନ୍ଧୁ ଯଦି କାହା ଘରର ଭିତରକୁ ପଶିଲା ବେଳେ ଆଗ ସିଡ଼ି ଦେଖାଯାଉଛି, ଯାହାକି ସିମ୍ବଲ ଅଫ୍ ଗ୍ରୋଥ, କାହିଁକିନା ସିଡ଼ିଟା ଏମିତି ଉପରକୁ ଚଢ଼ି ଯାଇଛି, ତାହେଲେ ଉନ୍ନତିର ସିମ୍ବଲ କୁହାଯାଏ। ସେଟା ଯଦି ଦେଖାଯାଉଛି କିମ୍ବା ଘରକୁ ଏମିତି ଅନେଇଲା ବେଳକୁ ସିଧା ରୋଷେଇ ଘରଟା ଦେଖାଯାଉଛି, ଆଜିକାଲି ଓପନ୍ କିଚେନ୍ କଲେଣି, କିମ୍ବା ଲାଟ୍ରିନ୍ଟା ଦେଖାଯାଉଛି, ତିନିଟାକ ଯଦି କିଛି ନା କିଛି ଦେଖାଯାଉଛି ତାହେଲେ ନିଶ୍ଚୟ ସେ ଘରଟା ନେଗେଟିଭ। ତାହେଲେ ତିନିଟାକରେ କ'ଣ ହେଲା? ମୁଖ୍ୟତଃ ସିଡ଼ି ଦେଖିବା, ଏଠି ଉନ୍ନତିର ସିମ୍ବଲ ଆସୁଛି, ତାହେଲେ କାହା ନଜର କ'ଣ ଅଛି ଆମେ ଜାଣିନେ, ଖରାପ ହେଇଗଲା, ସେ ଘରର ଉନ୍ନତିରେ ବ୍ରେକ୍ ଲାଗିଲା, ତାହେଲେ ଗୋଟେ ସ୍କ୍ରିନ୍ ଦେବା ଜରୁରୀ ତା ଆଗରେ। ତଥା ଗୋଟେ ପ୍ଲାଏର ପାର୍ଟିସନ୍ ଦିଅନ୍ତୁ, ନହେଲେ ଗୋଟେ ଲମ୍ବା ସ୍କ୍ରିନ୍ ଦିଅନ୍ତୁ, ଯେମିତି ସିଡ଼ି ଦେଖାଯିବନି। ଯଦି ରୋଷେଇ ଘରଟା ଅଛି ବା ଅନ୍ନପୂର୍ଣ୍ଣାଙ୍କ ଜାଗା, ଆଗରୁ ଆମ ଗାଁରେ ମନେ ପକାନ୍ତୁ, ପିଠା ହେଲାବେଳେ କି କ୍ଷୀରି ହେଲାବେଳେ ଯଦି କିଏ ଦେଖିଦେଇଛି ଫଟିକି ଗଲା, ସେ ଯନ୍ତଣୀ ଆଉ ହଉନି କି କ୍ଷୀରି ଆଉ ହଉନି, ତାର ତ ଏଠି କାହାର ନଜର କ'ଣ ଅଛି। ଆମେ ଯଦି ରୋଷେଇ ଘରକୁ ସିଧା ଦେଖିଲେ ତାହେଲେ ଆମର ସେ ଘରର ଖାଦ୍ୟ ଗୁଡ଼ା ତାକୁ କୁହନ୍ତି ନଜର ଲାଗିଗଲା। ଯେତେ ସବୁ ଲୋକ ଖାଇବେ ତା ଭିତରେ ରୋଗାଗ୍ରସ୍ତ ରହିବେ, ସ୍ତ୍ରୀ ଲୋକଗୁଡ଼ାକ ମନ ଗୁଡ଼ାକ ତାହେଲେ ସ୍ଥିର ନାହିଁ, ହେଲେ ସେଠି ବି ଗୋଟେ ପରଦା ଦେଇକି ତାକୁ ବନ୍ଦ ରଖିବା ଦରକାର, ନହେଲେ ଚେଞ୍ଜ କରିଦିଅନ୍ତୁ। ଯଦି ଲାଟ୍ରିନ୍ ଅଛି, ଘରକୁ ପଶିଲା ସିଧା ଅନେଇଲା ବେଳକୁ ଆମେ ଲାଟ୍ରିନ୍ ଦେଖାଯାଉଛି, ଲାଟ୍ରିନ୍ଟା ହେଉଛି ନେଗେଟିଭ ଏନର୍ଜି କ୍ରିଏଟ୍ କରୁଥିବା ଜାଗାଟା। ଯଦି ଘରକୁ ପଶୁ ପଶୁ ନେଗେଟିଭ ଏନର୍ଜି ଦେଖିଲି, ସେ ଘରର ଅବସ୍ଥା କ'ଣ ହେବ? ଯିଏ ଆସିଥିବ ତା ମୁଣ୍ଡ ବିଗିଳିଲା, ସମ୍ପର୍କ ତୁଟିଲା, ଆଉ ସେ ଘର ଭିତରେ ସବୁବେଳେ ନେଗେଟିଭ ହେଲା, କାରଣ ନେଗେଟିଭ ଏନର୍ଜି ଜେନେରେଟ୍ ହେଉଛି। ତାହେଲେ ଏସବୁ ଆଗରେ ନିଶ୍ଚୟ ଗୋଟେ ପ୍ରୋଟେକ୍ସନ୍ ଦେବା ଦରକାର, ପରଦା, ତାହେଲେ ଯାଇକି ଆପଣ ସୁସ୍ଥରେ ବଞ୍ଚିବେ। ଜୟ ଜଗନ୍ନାଥ।